କୂର୍ମ ପୁରାଣ ଲକ୍ଷ୍ମୀ ନାରାୟଣଙ୍କୁ ବରଣମାଳା ଦେବା ଏବଂ ସମୁଦ୍ରୋତ୍ପନ୍ନ ପଦାର୍ଥମାନ ବଣ୍ଟନ। ଅମୃତ କୁମ୍ଭକୁ ଥୋଇ ଉଭାଛନ୍ତି ନାରୀ, ତାଙ୍କ ସନ୍ନିଧିକୁ ତହୁଁ ଗଲେ କୁଶଧାରୀ। ଲକ୍ଷ୍ମୀଙ୍କ ହସ୍ତରେ ଦେଲେ ସେହି ମାଳା ଦେଇ, ବୋଇଲେ ଯାହାକୁ ଇଚ୍ଛା ବର ଚାନ୍ଦ ମୁହିଁ। ବ୍ରହ୍ମା ବିଷ୍ଣୁ ରୁଦ୍ର ଆଦି ଦକ୍ଷ ପ୍ରଜାପତି, ଚନ୍ଦ୍ର ସୂର୍ଯ୍ୟ ଯକ୍ଷପତି ପବନ ଅଛନ୍ତି। ପଞ୍ଚହୂର୍ତ୍ତାସନ ଆଉ ସପ୍ତ ତପୋଧନ, ସନକ ନୈଋତ ଆଦି ଅଛନ୍ତି ସମାନ। ଚାରି ମେଘ ରହିଛନ୍ତି ପୁରନ୍ଦର, ନାଗ ମନୁଷ୍ୟ ଅଛନ୍ତି ଅସୁର। ଯାହାକୁ ତୁମ୍ଭର ମନ ବର ଗୋବହନ, ଶୁଣି ଦେବୀ ରତ୍ନମାଳା ଧଇଲେ ଯାଇଣ। 14 ବ୍ରହ୍ମାଣ୍ଡ ଲୋକ ଅଛନ୍ତି ରହୀଣ, ବିଳମ୍ବ ନ କରି ଯାଅ କର ଗୋବରଣ। ବ୍ରହ୍ମା ବଚନେ ସନ୍ତୋଷ ହେଲା ତାଙ୍କ ମନ, ଚଉଦିଗକୁ ଚାହାନ୍ତି ହୋଇ ଛନ୍ନ ଛନ୍ନ। ସର୍ବଦେବେ ଏକ ଦୃଷ୍ଟି ଦେଇଛନ୍ତି ଚାହିଁ, କାହାକୁ ବରିବ ବୋଲି ଛନ୍ନ ଛନ୍ନ ହୋଇ। ଏମନ୍ତେ ଏକ ଆଗରେ ଆରେକ ମିଳନ୍ତି, ଆପଣାର ଦିବ୍ୟ ରୂପ ପ୍ରକାଶ କରନ୍ତି। ତାହାଙ୍କୁ ଦେଖି ତାଙ୍କର ନ ଚଳଇ ଚିତ୍ତ, ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ଜଗତର ମାତ। ସେ କାହିଁ ଦେବାସୁରକୁ ଯାଇଣ ବରିବ, ତାର ପତି ନାରାୟଣ ସ୍ମରେ ବାସୁଦେବ। ଚତୁର୍ଦିଗକୁ ନିଶ୍ଚଳେ ଦେବୀ ଦେଲେ ଚାହିଁ, ଦେଖିଲେ ଦେବେ ଅଛନ୍ତି ନାନା ବର୍ଣ୍ଣ ବହି। କାହାରିକୁ ବରିବାକୁ ନୁହେଁ ତାଙ୍କ ମନ, ଦେଖିଲେ ଅଛନ୍ତି ତହିଁ ପ୍ରଭୁ ଭଗବାନ। ଗରୁଡ଼ ପିଠିରେ ବିଜେ ଶଙ୍ଖ ଚକ୍ର ଧରି, କୋଟି କନ୍ଦର୍ପ ପାଦକୁ ନ ହୋଇବ ଯେ ସରି। ମୟୂର କଣ୍ଠ ପରାଏ ଦିଶେ ଦେହ ବର୍ଣ୍ଣ, କରେ ସୁଦର୍ଶନ ଚକ୍ର କୋଟିଏ କିରଣ। ଶଙ୍ଖ ଚକ୍ର ଗଦା ପଦ୍ମ କିରୀଟ ଭୂଷିତ, ପଞ୍ଚରତ୍ନ ମାଳ ତାଙ୍କ ହୃଦୟ ଶୋଭିତ। ଅଧର ଯେ ରଙ୍ଗ ବର୍ଣ୍ଣ ଦନ୍ତ ଗଜମୋତି, ତିଳ ପୁଷ୍ପ ପ୍ରାୟ ନାସା କପୋଳରେ ଦ୍ୟୁତି। କପୋଳ ତିଳକ ଆଉ କୌସ୍ତୁଭ ରେଖ, ପଦ୍ମଦଳ ଲୋଚନ ଯେ ହରସ ମୟୂଖ। କରରେ ରତ୍ନ କଙ୍କଣ ମୁଦି ତେଜ ଝଳି, ନୀଳ ମେଘରେ ଯେ ସନେ ନାଚଇ ବିଜୁଳି। ତେସନ ପରକାରରେ ଦିଶେ ତେଜସ୍କର, ନୀଳ ଜଳଧର ଶୋଭା ତାଙ୍କ କଳେବର। ଶରୀରରେ ଲେପିଛନ୍ତି ସୁଗନ୍ଧ ଚନ୍ଦନ, ଅଙ୍ଗେ ପୀତାମ୍ବର ବାସ ଦିଶେ ଶୋଭାବନ। ବନମାଳ ହୃଦୟରୁ ନାଭି ଯାଏ ପଡ଼ି, ନବଗୁଣରେ ପଇତା ହୃଦୟ ଅଛି ପଡ଼ି। ନୀଳବର୍ଣ୍ଣ ଦେହ କାନ୍ତି ତେଜ ମହାଘୋର, ସୁଗନ୍ଧ ବିକାଶ କରେ ବହିଲେ ସମୀର। ଅଧିକରେ ରୂପ ଗୋଟି ଲକ୍ଷ୍ମୀ ବରିବାକୁ, ସବୁଙ୍କ ରୂପ ବୁଡ଼ିଲା ସମ ନହି ତାଙ୍କୁ। ବିଚାରନ୍ତି ଜଗନ୍ନାଥ ଏ ସକଳେ ବାଇ, ମୋତେ ଛାଡ଼ି ଲକ୍ଷ୍ମୀ ୟାଙ୍କୁ ବରିବ ବା କାହିଁ। ଲକ୍ଷ୍ମୀ ନାରାୟଣ ଏକ ସଙ୍ଗ ସବୁ କାଳେ, ଦେବାସୁରଙ୍କୁ ଚିତ୍ତରେ ଆଣିବା କି ଭାଳେ। ଏହି କ୍ଷଣି ଲକ୍ଷ୍ମୀ ଆସି ବରିବାକୁ ମୋତେ, ଏହା ବିଚାର କରନ୍ତି ତହିଁ ପଦ୍ମ ନେତ୍ରେ। ଜଗତ ବନ୍ଧୁ ଜୀବକୁ ଦିଅନ୍ତି ମୁକ୍ତି ଦାନ, ଯାର ହୃଦୟରେ ଧ୍ୟାନ କରେ ଯୋଗୀ ଜନ। ଦେବ ସଭାର ମଧ୍ୟରେ ଦେବେଛନ୍ତି ରହି, ସର୍ବେ ନକ୍ଷତ୍ର ଦିଶନ୍ତି ସେହୁ ସମ ହୋଇ। ଲକ୍ଷ୍ମୀ ଚିନ୍ତନ୍ତି ବରିବି ଯାଇ ଚକ୍ରଧର, ଜନ୍ମେ ଜନ୍ମେ ଏହି କାନ୍ତ ଅଟେ ଯେ ମୋହର। ତାଙ୍କର ରୂପ ଦେଖିଣ ମୋହିତ ମୋ ମନ,
ବୁକୁ ଦମ ଦମ ହୁଏ ଚିତ୍ତ ଛନ ଛନ। ପୁଣି ବିଚାରନ୍ତି ନିଶ୍ଚେ ବରିବି ମୁହଁରି, ଏହି ରତ୍ନମାଳ କଣ୍ଠେ ଦେବଇ ତାଙ୍କରି। ଏତେ ଭାଳି ନାରାୟଣ ସନ୍ନିଧିକୁ ଗଲେ, ଭଗବାନଙ୍କ କଣ୍ଠରେ ରତ୍ନମାଳ ଦେଲେ। ଏକ ଦୃଷ୍ଟିରେ ସକଳେ ରହିଛନ୍ତି ଚାହିଁ, ତକ୍ଷଣେ ବିଷ୍ଣୁଙ୍କ ଗଳେ ଲମ୍ବାଇଲେ ନେଇ। ଦକ୍ଷିଣ ଦେବତା ମାନେ ସାଧୁ ସାଧୁ କଲେ, ନାରାୟଣଙ୍କ ଶିରରେ ପୁଷ୍ପ ବରସିଲେ। ଲକ୍ଷ୍ମୀଙ୍କି ପାଇ ସନ୍ତୋଷ ହେଲେ ଭଗବାନ, ବହୁତ ଆନନ୍ଦ ହେଲେ ଦେଖି ଦେବଗଣ। ନାଗନର ଦେଖି ହେଲେ ଅତୀବ ଆନନ୍ଦ, ଅତି ପୁଲକରେ ଶିରେ ଦେଲେ କର ଦ୍ୱନ୍ଦ। ନାରାୟଣ ପାଇ ଲକ୍ଷ୍ମୀ ହେଲେ ତ ସମାନ, କୁମୁଦ ଫୁଟଇ ଯେହ୍ନେ ଦେଖିଲେ ତପନ। ଲକ୍ଷ୍ମୀଙ୍କୁ ଦେଖିଣ ହରି ମୋହିତ ହୋଇଲେ, କୁମୁଦ ଚନ୍ଦ୍ର ବେନି ଯେ ଏକାଠି ରହିଲେ। କେତେକ ଦିନ ପର୍ଯ୍ୟନ୍ତେ ଥିଲେ ଛଡ଼ା ଛଡ଼ି, ସମୁଦ୍ର ମନ୍ଥନ କାଳେ ଦୁହେଁ ଭେଟ ପଡ଼ି। ଏଥୁ ଅନନ୍ତରେ ତୁମ୍ଭେ ଶୁଣ ନୃପବର, ମନ ବିରସ କରିଲେ କେବଳ ଅସୁର। ବିଚାରିଲେ ଯୁବତୀ କେଡ଼େ କର୍ମ କଲା, ଆମ୍ଭ ମଧ୍ୟରୁ କାହାକୁ ଜଣେ ନ ବରିଲା। ଏତେ ବିଚାରି ରହିଲେ ସର୍ବେ ତୁନି ହୋଇ, ଏକ କୁଆରେ ଏକ ମୁଖ ହେଲେ ଚାହାଁ ଚାହିଁ। ତାହାଙ୍କର ମନ କଥା ଜାଣି ନାରାୟଣ, ବିଚାରନ୍ତି ବୁଝିବାରେ ତୁମ୍ଭ ବଡ଼ ପଣ। ଗରୁଡ଼ ପୃଷ୍ଠ ଦେଶରେ ଲକ୍ଷ୍ମୀଙ୍କି ବସାଇ, ବ୍ରହ୍ମାରୁଦ୍ରଙ୍କ ନିକଟେ ମିଳିଲେ ସେ ଯାଇ। ବୋଲନ୍ତି ଶ୍ରୀ ନାରାୟଣ ବସିଛ କି ମନ୍ତେ, ରତ୍ନମାନ ବାଣ୍ଟି ଦିଅ ନିଅନ୍ତୁ ସମସ୍ତେ। ବ୍ରହ୍ମା ବୋଇଲେ କ୍ଷଣି ତାହା ଦେବା ନେଇ, ଅସୁର ମାନେ ବୋଲନ୍ତି ତାହାଙ୍କୁ ଅନାଇ। ଆମ୍ଭମାନଙ୍କର ଭାଗ ଆଗ କରିଦିଅ, ବ୍ରହ୍ମା ବୋଲେ ଥୟ ଧର ଆତୁର ନ ହୁଅ। ବାଣ୍ଟି ଦେଲେ ରତ୍ନ ସିନା ନେବ ହୋ ଦାନବେ, ଅସୁର ବୋଲନ୍ତି ବେଗେ ବାଣ୍ଟି ଦିଅ ତେବେ। ଦେବତାଙ୍କୁ ଅବିଶ୍ୱାସ ହେଲା ତାଙ୍କ ମନ, ବାଣ୍ଟ ବାଣ୍ଟ ବୋଲି କରି କରିଲେ ଉଚ୍ଛନ୍ନ। ତୁମ୍ଭେ ବେଗେ ବାଣ୍ଟ ବୃଥା ଯାଉଅଛି କାଳ, ତକ୍ଷଣେ ବାଣ୍ଟି ବସିଲେ ତହୁଁ କାମ ପାଳ। ଶ୍ରୀ ବିଷ୍ଣୁ ବୋଲନ୍ତି ଆଗ ଦେବତାଙ୍କୁ ଦିଅ, ବାକି ଥିବା ଯେତେ ପଛେ ଆଉ ମାନେ ନିଅ। ବ୍ରହ୍ମା ବୋଇଲେ ମୁଁ ତାହା ଜାଣଇ ଶ୍ରୀହରି, ଏହା କହିଣ ଡାକିଲେ ତହୁଁ ବଜ୍ରଧାରୀ। ସେହି କ୍ଷଣି ଇନ୍ଦ୍ର ଦେବ ପ୍ରବେଶିଲେ ଯାଇ, ତହୁଁ ତାଙ୍କୁ ପ୍ରଜାପତି ବୋଇଲେ ଅନାଇ। ଐରାବତ ଅଷ୍ଟ ସଖୀ ଦେଉଅଛୁ ନିଅ, ଶୁଣି ହରଷ ହୋଇଲେ କଶ୍ୟପର ପୁଅ। ଆବରହି ରତ୍ନ ଛଡ଼ା ତାଙ୍କୁ ନେଇ ଦେଲେ, ପୁଣି ଅଳକାପତିଙ୍କୁ ଡକାଇ ଆଣିଲେ। ତକ୍ଷଣେ ଆସି ମିଳିଲେ ସେଠାରେ କୁବେର, ଅଷ୍ଟନିଧି ଯାକ ବ୍ରହ୍ମା ଦେଲେ ତାଙ୍କ କର। ବୋଇଲେ ଦେବ ଭଣ୍ଡାରେ ୟାଙ୍କୁ ରଖ ନେଇ, ତାଙ୍କ ବଚନେ କୁବେର ସନ୍ତୋଷେ ଘେନଇ। ସୂର୍ଯ୍ୟ ଦେବତାଙ୍କୁ ପୁଣି ଡାକିବେ ଦବର, ସାତ ଅଶ ଦେଲେ ଯୋଚିବାକୁ ରହୁବର। କୌସ୍ତୁଭମଣି ସୂର୍ଯ୍ୟ କିରଣକୁ ଜିଣି, ନାରାୟଣଙ୍କ ଗଳାରେ ଦେଲେ କୁଶ ପାଣି। ତାହା ଦେଖି ନାରାୟଣ ସନ୍ତୋଷ ହୋଇଲେ, ସ୍ୟମନ୍ତମଣି କୁଣ୍ଡଳ ସୂର୍ଯ୍ୟଙ୍କୁ ଅର୍ପିଲେ। ଚନ୍ଦ୍ର କିରଣ ପରାଏ ସେ ଦୁହିଁଙ୍କ ଜ୍ୟୋତି, ଗଳେ ଥିଲେ କ୍ଷୁଧା ତୃଷା କିଛି ନ ବାଧନ୍ତି। ଯାହାର ଗଳାରେ ଥିବ ସେହି ମଣି ରହି, ତାର ଶରୀରକୁ କେଭେ ମାତ୍ର ବାଧା ନାହିଁ। ସେ ଅମୃତ କୁଣ୍ଡଳକୁ କର୍ଣ୍ଣେ ଭରିଥିଲେ, ମୃତ୍ୟୁ ହୋଇଥିଲେ ପୁଣ ଜିଅଇ ସେ ଭଲେ। ଅମୃତ ଧରି ଯେ କାଳେ ପଶେ ତାର ତୁଣ୍ଡେ,
ଉଠିଣ ବସଇ ସେହୁ ପ୍ରାଣ ପାଇ ପିଣ୍ଡେ କର୍ଣ୍ଣକଣ୍ଠରେ ଭରିଲେ ନେଇ ଦିନ ମଣି ବରୁଣକୁ ଡକାଇଲେ ତହୁଁ କୁଶ ପାଣି ସେହି କ୍ଷଣି ପ୍ରବେଶିଲେ ଆସି ଜଳେଶ୍ୱର ସହସ୍ର ଉଲ୍ଲୋଳ ରଥ ଦେଲେ ତାଙ୍କ କର ଆବର କନକ ଦଣ୍ଡ ଛତ୍ର ଦେଲେ ନେଇ ଜଳପତି ଆନନ୍ଦରେ ଗ୍ରହଣ କରଇ ବ୍ରହ୍ମା ବୋଇଲେ ଦ୍ରବ୍ୟ ତୋର ଠାରେ ଥାଉ ଘେନିଣ ସନ୍ତୋଷ ଚିତ୍ତ ହୋଇଲା କସେହୁ ସହସ୍ର ଉଲ୍ଲୋଳ ରଥ ହୋଇଲେ ତାହାର ଏଥିରେ ବସି ବୋଲିବୁ ତୁହି ତିନି ପୁର ବ୍ରହ୍ମା ବୋଇଲେ ରୁଦ୍ରଙ୍କୁ ତୁମ୍ଭେ ଦିଛି ଦିଅ ଶିବ ବୋଇଲେ ଆମ୍ଭଙ୍କୁ ସିଂହନାଦ ଦିଅ ଆନ ଦ୍ରବ୍ୟ ମାନଙ୍କରେ ନାହିଁ ପ୍ରୟୋଜନ ସେସବୁ ତୁମ୍ଭଙ୍କୁ ଦେଲୁ ହୋଇ ତ ସମନ ଏଥିରୁ ପଦାର୍ଥେ ସୁଦ୍ଧା କିଛି ନେବୁ ନାହିଁ ଆମ୍ଭର ଯା ଭାଗ ତାହା ଗଛୁ ଖାଇ ତୁମ୍ଭେ ଯାଚିବାରୁ ଆମ୍ଭେ ମାଗିଲୁ ଯେ ତାହା ଶୁଣି ନ ହସିଲେ ତହୁଁ ଅଷ୍ଟବାହା ସିଂହନାଦ ରୁଦ୍ରଙ୍କର ହସ୍ତେ ନେଇ ଦେଲେ ମୋର ଭାଗରୁ ମୁଁ ଏହା ଦେଉଛି ବୋଇଲେ ଦେବ ସଙ୍ଗେ ନେଲେ ସିନା ଲାଗିଥାନ୍ତା ଦୋଷ ଶୁଣିନ ତ ସେ ଘେନିଲେ ତାହା ଦିଗବାସ ରାଜା ପଚାରିଲେ ସେହି ସିଂହନାଦ ଗୋଟି କିସ କରିବେ ତାହାକୁ ଘେନିଣ ଦୁର୍ଜଟି ସମୁଦ୍ର ମନ୍ଥନ ସିନା ସେହୁ ହେଲା ଜାତ ତାହାର ଯେ ରୂପ ଗୁଣ ଅଟଇ କେମନ୍ତ ନାରଦ ବୋଇଲେ ତାହା ଦିଶେ ଶୁକ୍ଳ ବର୍ଣ୍ଣ ସୂର୍ଯ୍ୟ ଦେବତା ପରାୟ ପ୍ରକାଶେ କିରଣ ମୁଖେ ଭରିଣ ଫୁଙ୍କିଲେ ଛାଡ଼ିବ ସେ ରଡ଼ି ତିନି ପୁର କମ୍ପି ମେରୁ ପଡ଼ିଯିବ ଝଡ଼ି ଶତ୍ରୁ ଯହିଁ ଥିଲେ ମଧ୍ୟ ମିଳଇ ତାଗ ଶୁଣ ସେହି ସିଂହନାଦ ଏସ ନକ ବାଗ ଶବଦ ତାହାର ମୂଳ ତହିଁରୁ ସେ ଜାତ ସବୁ ନାଦ ଭରି ସେହୁ ହୋଇଲା ସମ୍ଭୂତ ମୂର୍ଚ୍ଛା ହେବେ ପ୍ରାଣୀ ମାନେ ତାହା ନାଦ ଶୁଣି ତେଣୁ ସିଂହନାଦ ନାମ ଦେଲେ କୁଶ ପାଣି ରାଜା ପୁଛିଲେ ଏଣିକି କିସ ହେଲା କୁହ ତାହା ଶୁଣିଣ ପବିତ୍ର ହେବ ମୋର ଦେହ କୁର୍ମଙ୍କର ଅବତାର ସୁଧାମୟ ରସ ନାରାୟଣଙ୍କ ଶରଣ କାମ ପାଳ ଦାସ ମୋହିନୀ ବେଶେ ଶ୍ରୀହରିଙ୍କର ସୁଧା ପରଶିବା ଏବଂ ରାହୁ ଦୈତ୍ୟ ଶିର ଛେଦନ କହନ୍ତି ନାରଦ ମୁନି ଶୁଣ ନୃପବର ଶେଷ ଦେବଙ୍କୁ ତକ୍ଷଣେ ଡାକି କୁଶଧର ବଜ୍ରହଳ ମୁଷଳକୁ ତାଙ୍କ ହସ୍ତେ ଦେଲେ ତାହା ଘେନି ବଳଦେବ ସନ୍ତୋଷ ହୋଇଲେ କୁବେରକୁ ସମର୍ପିଲେ ସବୁ ରଥ ମାନ ତାହାଙ୍କୁ ଚାହିଁ ବୋଲନ୍ତି କମଳ ଆସନ ଦେବ ଭଣ୍ଡାରେ ଯାନ ସବୁ ରଖିଥାଅ ଆବର ଶଙ୍ଖ ରତ୍ନାଦି ବସ୍ତ୍ର ମାନ ନିଅ ସେହି କ୍ଷଣି ରଥ ମାନ କୁବେର ଘେନିଲେ ପୁଣି ତାଙ୍କୁ ଚାହିଁ ବ୍ରହ୍ମା ବଚନ ବୋଇଲେ ଗରୁଡ଼ ଧ୍ୱଜ ରଥରେ ନ ବସିବେ କେହି ଦିଗ ବିଜୟ ବସିବେ ଏଥି ଭାବଗ୍ରାହୀ ଆନ ରଥରେ ବସିବେ ସକଳ ମୋର ଶୁଣିନ ସନ୍ତୋଷ ଚିତ୍ତ ହୋଇଲେ କୁବେର ଏହି ପୁଷ୍ପକ ବିମାନ ଦିଆ ହେଲା ତୋତେ ତୁହି ଏବେ ଆରୋହଣ କର ସବୁ ରଥେ କଶ୍ୟପ ଆଦି କରିଣ ସକଳ ମୁନିଙ୍କୁ କାମଧେନୁ ମାନ ବ୍ରହ୍ମା ସମର୍ପିଲେ ତାଙ୍କୁ ବ୍ରହ୍ମା ଡାକିଲେ ସକଳ ରାଜା ମାନେ ଆସ ନୃପତି ମାନେ ଆସିଲେ ବ୍ରହ୍ମାଙ୍କର ପାଶ ବିଷ୍ଣୁଙ୍କୁ ବୋଲନ୍ତି ଯାଇ ଦେବ ବେଦପତି ମଣିରତ୍ନ କିଛି ଦେବା ଘେନନ୍ତୁ ନୃପତି ଶୁଣି ନାରାୟଣ ଯହୁଁ ସନମତ କଲେ ତହୁଁ ମଣି ମୁକୁଟାଦି ବ୍ରହ୍ମା ଯେ ଘେନିଲେ
राजा मानंकु चाहिण बोलंती जे वीर समस्तंकु देलु बांटी निय नृपवर दंडेहीन रह तुम्भे जाओ बेग होई प्रणमी राजाए रत्न वस्त्र घेनी जाई से सर्वराजाए सबु बांटीण घेनिले सैन्य बल घेनी निज निज राज्य गले मणिरत्नादि पाइण तोष तांक मन निज पुरे निश्चिंतरे रहिले राजन राजा पचारंती तुम्भे शुण मुनिवर राजा को मेलाणी किंपा देले वेदवर नारद कहिले जेहु भविष्यत ज्ञाता ब्रह्मांड रची अछंती जे बण विधाता ताहांकु केवण कथा अछि अगोचर जानिले द्वंद्व करिबे निश्चय असुर भल भल द्रव्य सबु नेलई तो आंबे अमृत को असुरे तो न पाइबे केभे अवश्य आज एठारे उपजीव द्वंद्व मेलाणी करिले ब्रह्मा तेणु राज वृंद सुधासुरा देव सुरे भुंजिबे जे तही नरलोके रही थान्ते सेठारे किंपाई तेणु ताहांकु विदाय करिले विधाता संतोष होइले राजा शुणी सेही कथा एथो अनंतरे शुण आहे नृपवर अमोघ मणि को ब्रह्मा भरिले कंठर सेही मणि गोटी थिले नबाधई मोह माया संसार गोटी को न लागे से नेह ए मणिंकर महिमाए रूप नृपति कौस्तुभ मणि पिंधि अछंती श्रीपति ताहार महिमा एबे कहु अछि शुण सिंह मास सूर्य प्राय मणिर किरण निर्मल गगने जेन्हे दिशे चंद्र ज्योति नारायण हृदय तेजे विराजंती कांति षड ऋतुरे अमृत जात से करई जामिनी नाही सेठारे मृत्यु न पसई सुंदर पणे अधिक दिशे कळे बर वृद्ध हेले हे दिशिब जुबा मनोहर एही रूपे नाना मणि होई अछि जात नाम धरिण करिबि केते नर नाथ अनेक रत्न बांटिण देले ही मते ताहा देखिण ब्रह्मा को बोलंती दईते राग भरे कंपु अछि ताहांकर देह ब्रह्मा को चाहि बोलंती शुण पितामह भल भल बाछि सबु देलु देव गणे आम्भे माने तोहर कि न पड़िलु मने केते श्रम करी आम्भे मंथी अछु बळ तोहर ए दुष्टपण अटई केवल रत्न वस्त्र मान बांटी नेले जे समस्त आम्भ मानंकु देबाकु न बळुछि चित्त एथिरु जानिलु जान विष्णु दोष नाही निजे देउ अछु सबु टाणपण बही जानी भियाण करुछु तुही बकଳି मान पछे आम्भंकु निंदिबु चतुर बदन संगे अछु आम्भंकु तु किछि न कहिलु भल भल जाक आग देवतांकु देलु ऐरावत गज आउ अष्ट निधि मान पारिजात पुष्प आणी अष्ट नारी गण नाना मणि रत्न छत्र वस्त्र शंख नेलु भल भल आम्भंकु जे किछि न देलु पुणी जहा नेल केते कहिबा विशेषी आउ केउ लाजे तोही बांटू अछु बसी तोर हृदय रे परा नाही अहंकार निजे निजे तुही कूट कलु बेदवर नीच लोक माने सीना करंती एसन एते लोक मध्ये तोर बुद्धिहीन मान एमंत प्रकारे दैत्य करंते धिकार
ବ୍ରହ୍ମା ସହିତେ ଶୁଣିଲେ ସକଳ ମୋର। କର ସମାର୍ଜନ୍ତି ବ୍ରହ୍ମାର ହରହ ବାବୁ। ରତ୍ନ ଯାକ ଅଛି ଦେଖ ଆସି କରି ସବୁ। ଦେବତା ମାନେ ଅଛନ୍ତି ତହିଁ ତୁନି ହୋଇ। ଅସୁରଙ୍କୁ ବୋଧି ବ୍ରହ୍ମା କହନ୍ତି ଯେ ତହିଁ। କୁବେର ଠାରେ ରହିଛି ସମସ୍ତଙ୍କ କୋଠ। ଇନ୍ଦ୍ର ରାଜା ଅଟଇ ଯେ ସର୍ବଦେବ ଶ୍ରେଷ୍ଠ। ପାରିଜାତ ପୁଷ୍ପ ଆଉ ହସ୍ତିକି ଦେଲଇ। କେହି ହେଲେ ତ ଅବଶ୍ୟ ତାକୁ ଥାନ୍ତା ନେଇ। ତୁମ୍ଭେ ନିଅ ଆମ୍ଭେ ନେଉ ସବୁ ତ ତୁମ୍ଭର। ଏଥିପାଇଁ କର କିମ୍ପା କୋପ ଗୁରୁତର। ଇନ୍ଦ୍ରଙ୍କୁ ଅଷ୍ଟ ଯୁବତୀ ଆମ୍ଭେ ଅଛୁ ଦେଇ। ତୁମ୍ଭେ ଦେଖୁଅଛ ଦେଲୁ ସର୍ବମତ ନେଇ। ଆଦିତ୍ୟକୁ ଅଶ୍ଵ ଦେଲି ସମସ୍ତଙ୍କ ହିତେ। ଉଦୟ ହୋଇଲେ ସୁଖୀ ହୋଇବେ ସମସ୍ତେ। ବରୁଣେ କନକ ଦଣ୍ଡ ଆମ୍ଭେ ଅଛୁ ଦେଇ। ସବୁ ତ ଅଛଇ ତାହା ଘେନି ଯାଇ ନାହିଁ। ମଣି ଗୋଟିକ ଯେ ନେଲେ ଦେବ ଚକ୍ରଧର। ସେହି ତ ଶେଷ କୋଟି ବ୍ରହ୍ମାଣ୍ଡ ଈଶ୍ୱର। ନର ରାଜାଏ ଆସିଲେ ବହୁ କଷ୍ଟ ପାଇ। ତାହାଙ୍କୁ ନ ଦେଲେ ପୁଣି ନିନ୍ଦା ପାଆନ୍ତେଇ। କିଛି ମଣି ରତ୍ନ ଦେଲୁ ସନ୍ତୋଷେ ସେ ନେଲେ। କଳି ଦ୍ୱନ୍ଦ୍ୱ ନାହିଁ କିଛି ନିଜ ପୁରେ ଗଲେ। ଆବରତ ରତ୍ନ ମାନ ସବୁ ଅଛି ରହି। ତୁମ୍ଭେ ମାନେ ମନ ଦୁଃଖ କର କାହିଁ ପାଇଁ। ଆଉ ଅଳ୍ପ ସମୟ ତୁନି ହୋଇଥାଅ। ରତ୍ନ ସବୁ ବାଣ୍ଟି ଦେବା ତୁମ୍ଭ ଭାଗ ନିଅ। ଦୈତେ ବୋଇଲେ ଜଣା ପଡ଼ିଲାଣି ସର୍ବ। ଭଲ ରତ୍ନ ନେଇ ମନ୍ଦ ହାବଡ଼ାଇ ଦେବ। ପୁଣି ଅସୁର ବୋଇଲେ ଛନ୍ତି ଅଷ୍ଟ ନାରୀ। ତହିଁରୁ ଆମ୍ଭଙ୍କୁ ଏବେ ଦିଅ ଜଣା ଚାରି। ରତ୍ନ ଯାକ ନେଲେ ତହିଁ ଶୋଚନା ତ ନାହିଁ। ନାରୀ ଚାରି ଗୋଟି ନେବୁ ଏ ଦୃଢ଼ ଅଟଇ। ତାଙ୍କ ବଚନେ ହସିଲେ ଦେବ ଚଉମାଥ। ଦେଲା ପଦାର୍ଥକୁ ପୁଣି ଆଣିବା କେମନ୍ତ। ସେ ପଦାର୍ଥକୁ ଆଣିଲେ ବଡ଼ ଦୋଷୀ ହୋଇ। ସର୍ବଧର୍ମ ନଷ୍ଟ ହୋଇ ନରକକୁ ଯାଇ। ପ୍ରଥମରୁ ମାଗିଥିଲେ ନେଇଥାନ୍ତୁ ସବୁ। ଦେଲା ପଦାର୍ଥ ଆଣିଲେ ବଡ଼ ଦୋଷ ବାବୁ। ସେ ସବୁ କଥାକୁ ଆଉ ତୁଣ୍ଡରେ ନ ଧର। ଦେଲା ପଦାର୍ଥକୁ ଏବେ ମନରୁ ପାଶୋର। ବ୍ରହ୍ମାଙ୍କ ବଚନ ଶୁଣି ବୋଲନ୍ତି ଦଇତେ। ସୁଧା ମାଗିଲୁ ପ୍ରଥମେ ଦେଲୁଟି ଯେ ମନ୍ତେ। ଚାରି ଗୋଟି ମାଗିଲେ ତ ବୋଲୁଅଛ ନାହିଁ। ସବୁ ଯାକ ମାଗିଥିଲେ ଦିଅନ୍ତୁ ବା କାହିଁ। ରତ୍ନ ଯାକ ସବୁ ନେଲେ ତୁମ୍ଭ ଲୋଭ ଏଡ଼େ। ସବୁ କାଳେ ଦେବତାଏ ତୁମ୍ଭ ଦୁଷ୍ଟେ ମୁଢ଼େ। ସର୍ବେ ମନ୍ଥିଲୁ ଅଧିକ ନେଲ ବଳିଆଇ। ଏଥିରେ ତ ଦୋଷ ଗୁଣ ଅଛି କି ବା ନାହିଁ। କହି କରି ନେଲେ ଦୋଷ ପାଇବୁ କି ଆମ୍ଭେ। ଅଗୋଚରେ ନେଲେ ଦୋଷ ନ ଜାଣ କି ତୁମ୍ଭେ। ବ୍ରହ୍ମା ବୋଇଲେ ଅମୃତ ସମସ୍ତଙ୍କ ଗ୍ରାସ। ତାକୁ ମାଗିଲେ ସର୍ବେ କି ଜାନ୍ତେ ଉପହାସ। ଏବେ ସେହି ଅମୃତକୁ କିଏ ନେଇଛି କି। ସମସ୍ତ ବଣ୍ଟା ସରିଲେ ଭୁଞ୍ଜିବା ନାହିଁ କି। ବ୍ରହ୍ମା ବଚନେ ଅସୁରେ ସନ୍ତୋଷ ହୋଇଲେ। ରତ୍ନ ସବୁ ବାଣ୍ଟ ତେବେ ବୋଲିଣ ବୋଇଲେ। ଖାଇବା ପଦାର୍ଥ ବୋଲି ଅମୃତ ନ ଦେଲ। ରତ୍ନ ଯାକ ଆଗ କରି କାହା ବୋଲେ ନେଲ। ଭୁଞ୍ଜିବା ପଦାର୍ଥ ସେହୁ ଆଉ କିଛି ନାହିଁ। ମନ ହେଲେ ଦିଅ ଏବେ ନ ହେଲେ ତ ନାହିଁ। ସେଥର ବାଣ୍ଟି ବସିଣ ନେଲ ହେ ଯେ ମନ୍ତ। ଏବେ ବାଣ୍ଟି କରି ନିଅ ତୁମ୍ଭେ ସେହି ମତ। ବ୍ରହ୍ମା ବୋଇଲେ ନୁହଁଇ ତେମନ୍ତ ବିଧାନ। ପଥର ବାଣ୍ଟିବା ସବୁ କରିଣ ସମାନ। ଇନ୍ଦ୍ରଦ୍ୟୁମ୍ନ ପୁଚ୍ଛା କଲେ ଏହା କିମ୍ପା କଲେ। ଏହି କଥାକୁ ବିସ୍ତାରି ମୁନି କୁହ ଭୋଲେ।
ନାରଦ ବୋଇଲେ ଦେବେ କରିଲେ ବିଚାର, ଦେବତାଙ୍କୁ ଭଲ ଦିଅ ଆଜ୍ଞା ଚକ୍ରଧର। କାହାକୁ ଯେ କିସ ଦେବା ବ୍ରହ୍ମା ପଚାରିଲେ, ଶ୍ରୀହରି ଆଜ୍ଞା ଯେମନ୍ତ ବ୍ରହ୍ମା ତାହା କଲେ। ଶ୍ରୀହରି ଆଜ୍ଞାକୁ କିଏ କରିବ ମେଣ୍ଟଣ, ଆହେ ଦଣ୍ଡଧାରୀ ଏବେ ସାବଧାନେ ଶୁଣ। ତକ୍ଷଣେ ବାଣ୍ଟି ବସିଲେ ବ୍ରହ୍ମା ରତ୍ନମାନ, ଚାରି ଭାଗ କରି ସବୁ କଲେ ଭିନ୍ନ ଭିନ୍ନ। ବସ୍ତ୍ର ଶଙ୍ଖ ଛତ୍ର ଅଷ୍ଟରତ୍ନ ଥିଲା ଯେତେ, ସମାନ ବାଣ୍ଟି ରଖିଲେ ଦେବ ଚଉମାଥେ। ଭାଗେ ରଖି ତିନି ଭାଗ ଆଣିଲେ ତକ୍ଷଣ, ଦେବତା ମାନଙ୍କୁ ନେଇ ଦିଅନ୍ତି ବାଣ୍ଟିଣ। ଇନ୍ଦ୍ର ବରୁଣ କୁବେର ପୁଣି ନଇରତ, ବ୍ରହ୍ମା ବିଶ୍ୱଦେବା କୃଷ୍ଣ ଆବର ମରୁତ। ଚାରି ମେଘ ମନ ମଥ ପୁଣି ହୁତାସନ, ସାଧକ ଯକ୍ଷ ଆଉ ସେ ବିଦ୍ୟାଧର ମାନ। ସମନ କାଶ୍ୟପ ଆଦି ଦକ୍ଷ ପ୍ରଜାପତି, ନାନାଦି ଅଳଙ୍କାରରେ ଭୂଷଣ ହୁଅନ୍ତି। ଚନ୍ଦ୍ର ସୂର୍ଯ୍ୟ ଆଦି କରି ସକଳେ ଘେନିଲେ, 33 କୋଟି ଦେବତା ସମସ୍ତେ ପାଇଲେ। ଶଙ୍ଖ ନାନାଦି ଭୂଷଣ ନିଜ କରେ ଘେନି, ଦେହକୁ ନାହିଁ ଆନନ୍ଦ ହେବେ ଦେବ ସଇନି। ବାଣ୍ଟି ନେଇଣ ଉଠିଲେ ତହୁଁ ବେଦ ବର, ପୁଣି କିଛି ରତ୍ନ ଦେଲେ ବାସୁକୀର କର। ବୋଇଲେ ନୃପତି ତୁମ୍ଭେ ହିତକ ନିଅ, ତୁମ୍ଭର ନାଗ ବଳଙ୍କୁ ବାଣ୍ଟି କରିଦିଅ। ସବୁ ରତନ ଯାକ ତ କୋଠେ ରଖିଛଇ, ଅଳ୍ପ ଅଳ୍ପ ସିନା ବାଣ୍ଟି ନେଉଥାଇ। ଏଥିରେ ମନରେ ଦୁଃଖ ନ କରିବ କିନା, କୋଠେ ଯେ ପଦାର୍ଥ ଅଛି ସବୁରି ସେ ସିନା। ତାହା ଶୁଣିଣ ବାସୁକୀ ସନ୍ତୋଷ ହୋଇଲେ, ତୁମ୍ଭେ ଯା ଦେବ ଆମ୍ଭର ପ୍ରମାଣ କହିଲେ। ସେହି ରତ୍ନ ଯାକ ଘେନି ବାଣ୍ଟିଲେ ବହନ, ନାଗଙ୍କୁ ଦେଲେ ସେମାନେ ହୋଇଲେ ଭୂଷଣ। ଥୋକେ ତହୁଁ ନର ରାଜା ଭୂଷଣ ହୋଇଲେ, ଥୋକେ ରତ୍ନ ନେଇ ବ୍ରହ୍ମା ଗରୁଡ଼କୁ ଦେଲେ। ତକ୍ଷଣେ ଭୂଷଣ ହେଲେ ସେହି ପକ୍ଷୀ ବର, କ୍ଷୀର ସିନ୍ଧୁ ରତ୍ନହାରେ ରାଜାର ଶରୀର। ରତ୍ନ ଭୂଷଣେ ଦିଶିଲେ ସର୍ବେ ତେଜମୟ, ଦାଉ ଦାଉ ବିରାଜନ୍ତି ସୂର୍ଯ୍ୟ ତେଜ ପ୍ରାୟ। ଅସୁର ମାନେ ମୁଖକୁ ଦେଲେ କଷୁ ଖାଇ, ବୋଇଲେ ଆମ୍ଭ ଏତିକି ପଡ଼ିଛି ଏଠାଇ। ଦୈତ୍ୟଙ୍କ ଭାଗ ଭୂମିରେ ରହିଅଛି ପଡ଼ି, ତା ଦେଖି ଦନୁଜ ମାନେ ହେଲେ ମୁଖ ମୋଡ଼ି। ରତ୍ନ ଭାଗ ଠାରୁ ଗଲେ ଅପମାନ ପାଇ, ରାଜାଙ୍କର ନିକଟରେ ପ୍ରବେଶିଲେ ଯାଇ। ରାଜା ବୋଇଲେ ସେମାନେ ନେଲେଣି ସମସ୍ତ, ତୁମ୍ଭେ କିମ୍ପାଇଁ ସେଠାରେ ଥିଲ ହୋ ଦଇତ। ମୌନ ହୋଇ ବସିଲେ ତହିଁ ସର୍ବବୀର, ଦେବତାଙ୍କୁ ଚାହିଁ କମ୍ପେ ତାଙ୍କ କଳେବର। ବ୍ରହ୍ମା ବୋଇଲେ ତୁମ୍ଭର ରତ୍ନମାନ ନିଅ, ତୁଚ୍ଛା ଅଙ୍ଗ ହୋଇଅଛ ଆଭରଣ ହୁଅ। ଅସୁରେ ବୋଇଲେ ପୁଣି ଶୁଣ ଚଉମଥା, ନ କରିବୁ ତାହା ଏବେ ଜାଣିଲୁ ତ କଥା। ଏତିକି ରତ୍ନ ଆମ୍ଭଙ୍କୁ ଅଣ୍ଟିବ ବା କାହିଁ, ଥୋକେ ପିନ୍ଧିବୁ ଯେ ଥୋକେ ଥିବେ ତୁଚ୍ଛା ହୋଇ। ବ୍ରହ୍ମା ବୋଇଲେ ତୁମ୍ଭଙ୍କୁ ଅଣ୍ଟି ଯିବ ସବୁ, ବୋଧ ହୋଇ ରୁହ ଦ୍ୱନ୍ଦ୍ୱ ନ କରରେ ବାବୁ। ଏମନ୍ତ କହିଣ ରତ୍ନ ଘେନିଲେ ଭୁଜରେ, ଆସହ କର ପ୍ରସାରି ଡାକନ୍ତି ସଧୀରେ। ବଳିରାଜାଙ୍କ ଛାମୁରେ ହାଦିଅ ନେଇ, ତୁମ୍ଭ ସମସ୍ତଙ୍କୁ ବାଣ୍ଟି ଦେବେ ସେ ବୁଝାଇ। ଶୁଣନ୍ତି ନାହିଁ ଅସୁରେ ବ୍ରହ୍ମାଙ୍କର ବାଣୀ, କୋପେ ନ ଶୁଣିଲା ପରି ହୁଅନ୍ତି ସେ ଜାଣି। ଶ୍ରୀହରି ବୋଲନ୍ତି ତାଙ୍କୁ ବିନୟ କିମ୍ପାଇଁ, ନେଲେ ନେଅନ୍ତୁ ହୋଇଲେ ପଡ଼ିଥାଉ ତହିଁ। ନାରାୟଣଙ୍କ ବଚନେ ସେ ରତ୍ନ ଥୋଇଲେ,
ବିଷ୍ଣୁଙ୍କୁ ଦାନବ ମାନେ କୋପରେ ଚାହିଁଲେ, ସେ ବୋଇଲେ ନାରାୟଣ କହିଲୁ କେମନ୍ତ, ଆଗ ବାଣ୍ଟି ଘେନିଗଲ ଉତ୍ତମ ସମସ୍ତ, ବାକି ଯାହା ଯାହା ଥିଲା ତା ମଧ୍ୟ ନ ଦେଲ, ସେହିଠାରେ ପଡ଼ିଥାଉଁ ବୋଲିଣ ବୋଇଲ, ତୁହି ବୋଲି କହିଦେଲୁ ଏମନ୍ତ ବଚନ, ସବୁ କୁଟ କଥା ମାନ ତୋର ଭଗବାନ, ଏତେ କଷ୍ଟ କରି ମନ୍ଥି ପାଇଲଇଁ ଯାହା, ସମାନ କରି ଆମ୍ଭର ନ ବାଣ୍ଟିଲ ତାହା, ଉତ୍ତମ ଉତ୍ତମ ଯାହା ବାଛି ଘେନିଗଲ, ତହୁଁ ଯାଥିଲା ଅର୍ଦ୍ଧେକ ଆମ୍ଭଙ୍କୁ ନ ଦେଲ, ତୁମ୍ଭେ ବାଣ୍ଟି ନିଅ ଯାହା ଅଛି ଅତଃପର, ଏକଥା ନ ଧରୁ କିଛି ମନେ ଚକ୍ରଧର, ଅନୁକ୍ଷଣେ କହୁଥାଉ ଅହନ୍ତା ବଚନ, ତୋହର ଭିଆଣ ବୋଲି କଲୁ ଅନୁମାନ, ଶ୍ରୀହରି ବୋଇଲେ ତୁମ୍ଭେ କହୁଛ କେମନ୍ତ, ଦେବନାଗ ଆଦି କରି ଅଛନ୍ତି ବହୁତ, ତୁମ୍ଭେ ଦୈତ୍ୟମାନେ ଯେଣୁ ଅଳ୍ପ ସଂଖ୍ୟା ଅଛ, ଭାଗ ପାନ୍ତ କେମନ୍ତ କରି ସମକଛ, ତହିଁରୁ ଥୋକେ ଘେନିଣ ଗଲେ ତ ରାଜନ, ବାଣ୍ଟି ଦେଲେ ଆଉ କେତେ ହୋଇବ ହୋ ରତ୍ନ, ନ ଶୁଣି ମୌନ ହେଲେ ସର୍ବଦୈତ୍ୟ ଗଣ, ମୁଖ ଶୁଖାଇ ବସିଲେ ଆପଣା ଆସନ, ରାଜା ନିକଟକୁ ତହୁଁ ଗଲେ ବେଦବର, ରତନର ହାର ମାନ ଘେନାଇ ସଙ୍ଗର, ମନେ ବିଚାରନ୍ତି ନିଶ୍ଚୟ ହୋଇଲା କଦନ୍ଦ, ଦଇତେ ଦୁଷ୍ଟ ପ୍ରକୃତି ଅଟନ୍ତି ସେ ମନ୍ଦ, ଏକେ ବିଚାରି ଚଳନ୍ତି ଦେବ ପ୍ରଜାପତି, କାଶ୍ୟପଙ୍କୁ ହକାରିଣ ସଙ୍ଗରେ ଘେନନ୍ତି, ପଥେ ଯାନ୍ତେ କାଶ୍ୟପଙ୍କୁ କହନ୍ତେ ବଚନ, ପ୍ରବୋଧି କହିବା ଦୈତ୍ୟ ନ ଘେନିଲେ ରତ୍ନ, କାଶ୍ୟପ ବୋଇଲେ ସେହୁ ନ ନେଲେ କିମ୍ପାଇଁ, ବହୁତ ରତନ ତାଙ୍କୁ ଦିଅନ୍ତି ବା କାହିଁ, ଏମନ୍ତ ବିଚାର କରି ଜାନ୍ତିବେ ନିଜନ, ସଙ୍ଗେ ରହିଛନ୍ତି ଆନ ଆନ ଦେବଗଣ, ରାଜାଙ୍କର ନିକଟରେ ମିଳିଲେ ସେ ଯାଇ, ତାଙ୍କ ପାଶେ ରତ୍ନମାନ ଥୋଇଲେ କନେଇ, ଦକ୍ଷିଣ ବଳି ରାଜନ ନ କହିଲା କଥା, ମନେ ମୌନରେ ପୋତି ବସିଲା ସେ ମଥା, କୁଶ ପାଣି କହନ୍ତି ଯେ ଶୁଣ ହେ ରାଜନ, ଆମ୍ଭ ଉପରେ ତୋହର ବଡ଼ ଅଭିମାନ, ଏହି ସବୁ ରତ୍ନ ଯାକ ଉପୁଜିଲା ଯେତେ, ଥୋକେ କୋଠରେ ରଖିଲ କୁବେରର ହାତେ, କେହୁ ତ କୋଠ ଭଣ୍ଡାରେ ନେଇ ଥୋଇଥିବ, କାଳେ ଧର୍ମ କର୍ମେ ସେହୁ ସମସ୍ତଙ୍କୁ ଦେବ, ହସ୍ତି ଯୁବତୀ କେବଳ ଇନ୍ଦ୍ରଙ୍କୁ ଦେଲଇ, ଆଉ ତ ରତନ ମାନ ନେଇ ନାହିଁ କେହି, ବଳିକି କାଶ୍ୟପ ମୁନି କହିଲେ ବହୁତ, ଆରେ ବାବୁ ଘେନ ରତ୍ନ ନ ହୁଅ ଦୁଃଖିତ, ବଳି ରାଜା ବୋଲେ ପିତା ସବୁ ଜାଣିଲିଣି, ଏତେ ହୀନ ମାନ ମତେ କଲେ କୁଶ ପାଣି, ନାରାୟଣ କହୁଥାନ୍ତି କଳି କଥା ମାନ, ଏକେମନ୍ତ କଥା କୁହ ଚତୁର ବଦନ, ତାଙ୍କ ମନରେ ଆମ୍ଭଙ୍କୁ ବଡ଼ ଅହଙ୍କାର, ଆମ୍ଭେ ସଭାରେ ବସିଲେ ସୁଖ ନୁହେଁ ତାର, ଐରାବତ ଆଦି ସର୍ବ ଭଲ ଦ୍ରବ୍ୟ ନେଇ, ଆମ୍ଭେମାନେ ମନ୍ଥିଥିଲୁ କିଞ୍ଚିତ ନ ଦେଇ, ଏହୁ ଯେହୁ ଏମନ୍ତ ବୋଇଲେ ସେ ଦଇତେଶ୍ୱର, ସେ କଥାକୁ ଦୂର କର ବୋଲେ କୁଶଧର, ବ୍ରହ୍ମାଣ୍ଡ ଠାକୁର ସେହୁ ସମସ୍ତଙ୍କ ବାପ, ତାଙ୍କ ବଚନକୁ କେତେ କରୁଥାଉ ତାପ, ଏବେ ଏହି ରତ୍ନାହାର ଘେନ ହେ ରାଜନ, ବ୍ରହ୍ମା କଶ୍ୟପ କହନ୍ତେ ତୋଷ କଲା ମନ, ରତ୍ନ ଘେନି ଅସୁରଙ୍କୁ ଯାଇ ବାଣ୍ଟି ଦେଲା, କେହି ପାଇଗଲେ କାରେ ନିଅଣ୍ଟ ହୋଇଲା, ଆପणे ଦିବ୍ୟ ଭୂଷଣ ହେଲେ ଦୈତ୍ୟେଶ୍ୱର, ଦିବ୍ୟ ରତ୍ନ ଭୂଷଣରେ ଶୋଭେ କଳେବର, ଯେଉଁମାନଙ୍କୁ ନିଅଣ୍ଟ ହୋଇଲା ରତନ,
ब्रह्मा सेमानंकु देले होइले भूषण। ब्रह्मा बोले कृष्ण कथा न धरिबु बळी, संसार करता सबु पारंती से बोली। बळी बोइला से कथा मुहि धरि नाही, असुर मानंकु परा देलिणी बताई। ब्रह्मा को नाई पुणी बोले दैत्य साई, एबे अमृत को बांटी भुंजिबा कि नाही। किय बा ताहाकु पुणी करिब एमिति, ब्रह्मा बोइले एतिकी अटई जुकती। भुंजिबार बेले जाण एही कथा नाही, ଯାହାକୁ ବୋଲିବ ତୁମ୍ଭେ ପରଶିବ ସେହି। ସୁଜାଣ ନୃପତି ଶୁଣି ସନ୍ତୋଷ ହୋଇଲେ, ଦେବଦଇତ ସକଳେ ତହୁଁ ଉଠି ଗଲେ। ଶ୍ରୀହରି ବୋଲନ୍ତି ସୁଧା ସୁରା ଦୁଇ ଆଣ, ସଭା ମଧ୍ୟରେ ତାହା ଆଣି କଲେ ଦେବଗଣ। ନାରାୟଣ ବାକ୍ୟ ଯହୁଁ ଅମୃତ ଆଣିଲେ, ଯେହୁ ଯହିଁ ଥିଲେ ଉଠି ନିକଟକୁ ଗଲେ। ଶ୍ରୀହରି ବୋଲନ୍ତି ତହୁଁ ପରଶିବ କେହୁ, ତାହାଙ୍କ ବାକ୍ୟ ବୋଲନ୍ତି ଦେବ ଅଷ୍ଟବାହୁ। ଦୈତ୍ୟ ଯାହାକୁ ବୋଲିବେ ସେହୁ ପରଶିବ, ପୁଣି ତହିଁ ପାଇଁ କିମ୍ବା ଦ୍ୱନ୍ଦ ହେଉଥିବ। କେ ପରଶିବ ବୋଲନ୍ତି କମଳ ଆସନ, ଦୈତ୍ୟ ବୋଇଲେ ପଶନ୍ତୁ ପ୍ରଭୁ ଭଗବାନ। ସେ ଆମ୍ଭଙ୍କୁ କରିଥାନ୍ତି ସିନା ଅହଙ୍କାର, ଆମ୍ଭ ମନେ ତାଙ୍କ ପ୍ରତି ନାହିଁ ଅହଙ୍କାର। ତାହାଙ୍କ ଠାରେ ଆମ୍ଭର ଅନ୍ତର ତ ନାହିଁ, ଅଳ୍ପ ହସିଲେ ବ୍ରହ୍ମା ବିଷ୍ଣୁ ମୁଖ ଚାହିଁ। ଶ୍ରୀ ବିଷ୍ଣୁ ବୋଇଲେ ମୁହିଁ ପରଶିବି ଯେବେ, ସମାନ ଭାବରେ ଦେବି ଭୁଞ୍ଜିବ ଯେ ସର୍ବେ। ତୁମ୍ଭେ କରିଥାଅ ସିନା ମତେ ଅହଙ୍କାର, କିନ୍ତୁ ମୋର ମନରେ ତା ନଥାଏ ବିଚାର। ଏକଥା ଶୁଣି ସନ୍ତୋଷ ହୋଇଲେ ଦଇତ, ନାରଦଙ୍କୁ ପୁଚ୍ଛା କଲେ ପୁଣି ନରନାଥ। ନାରାୟଣ ଦୈତ୍ୟଙ୍କର କେଭେ ନ ପଡ଼ଇ, ପରଶ ବୋଲିଣ ତାଙ୍କୁ ବୋଇଲେ କିମ୍ପାଇଁ। ନାରଦ ବୋଇଲେ ଦୈତ୍ୟ ଚିତ୍ତେ ଭୟ କଲେ, ବିଶ୍ୱାସ କଲେ ଅମୃତ ପାଇବେ ବୁଝିଲେ। ତାଙ୍କ ବ୍ୟତିରେକ କେହି ନ ପାରିବେ ପଶି, ଏଡ଼େ ବଡ଼ କଥା କାହୁଁ କରିବେ ଭରସି। ତାହା ଶୁଣିଣ ସନ୍ତୋଷ ହେଲେ ନୃପବର, ବୋଇଲେ କୁହ ଅମୃତ ଭୁଞ୍ଜିବା ବ୍ୟବହାର। କହନ୍ତି ନାରଦ ଶୁଣ ଆହେ ନୃପନାଥ, ଦେବତା ମାନେ ବିଚାର କରିଲେ ଯେମନ୍ତ। ଗୁପ୍ତରେ ପଚାରନ୍ତି ପ୍ରଭୁ ଭଗବାନ, ଏଠାରେ କି ବୁଦ୍ଧି ତୋତେ ଦିଶେ କଞ୍ଜାସନ। ବ୍ରହ୍ମା ବୋଇଲେ ତୁମ୍ଭେ କି ନ ଜାଣ ଅଚ୍ୟୁତ, ଅମୃତ ପାନ କି ପୁଣ କରିବେ ଦଇତ। ତୁମ୍ଭେ କି ନ ଜାଣ ପ୍ରଭୁ ପଚାରୁଛ ମତେ, ଅମୃତକୁ ଦେବେ ସୁରା ଖାଆନ୍ତୁ ଦଇତେ। ସେ ଅମୃତକୁ ଖାଇଲେ ହୁଅନ୍ତି ଚିରଜୀବି, ଅସୁର ଅମର ହୋଇ ରହିବେ କି ଭୁବି। ଯା ଖାଇଲେ ରୋଗ ଶୋକ ନ ବାଧିବ ଅଙ୍ଗ, କଳ୍ପ କଳ୍ପାନ୍ତରେ ଥିବ ହୋଇଣ ଭଙ୍ଗ। ସେହି ଦ୍ରବ୍ୟକୁ ଅସୁରେ ଖାଇବେ କେମନ୍ତେ, କପଟରେ ସୁରା ତାଙ୍କୁ ପରଶ ଯେମନ୍ତେ। ତାହା ଶୁଣିଣ ସନ୍ତୋଷ ହେଲେ ଭଗବାନ, ବୋଇଲେ ବିଚାରୁଥିଲି ଏମନ୍ତ ବିଧାନ। ବ୍ରହ୍ମା ବିଷ୍ଣୁ ରୁଦ୍ର ଯାହା ବିଚାର କରିଲେ, ଅସୁର ସକଳେ କେହି ଜାଣି ନ ପାରିଲେ। ଏକଥା ଯେ ବଣ ଠାରେ ଗୁପତେ ହୋଇଲା, କାନ ପାତି ତାହା ଏକା ରାହୁ ଶୁଣୁଥିଲା। ଦେବତା ଶରୀର ଧରି ରହ ଜାତୁ ଧାନ, ଦୈତ୍ୟ ମାୟା ନ ଜାଣିଲେ ତହୁଁ ଦେବଗଣ। ରାହୁ ବିଚାରେ କହିବି ଆନକୁ କି ଯାଇ, କହିଲେ ହୋଇବ ଦ୍ୱନ୍ଦ ପ୍ରୟୋଜନ ନାହିଁ। ଅସୁରେ ପାନ୍ତୁ ଅବା ନ ପାନ୍ତୁ ଅମୃତ,
ମୁହିଁ ଗୁପତେ ଯିବି ଦେବତା ଯେ ସହିତ। ଏତେ କବିଚାରୀ ସେହୁ ରହେ ତୁନି ହୋଇ। ବ୍ରହ୍ମା ବିଶ୍ୱକର୍ମାକୁ ବୋଇଲେ କ ଚାହିଁ। ପାତ୍ରମାନ ଭିଆଇଣ ଆଣ ତପରେ। ସୁଧ ତକ୍ଷଣ କରିବେ ଅମର ସୁରେ। ସୁବର୍ଣ୍ଣ ଆଉ ରଜତ ଦୁଇ ପାତ୍ର ଆଣ। ଦେବନାଗ ଅସୁରଙ୍କୁ ଅଣ୍ଟିବ ଯେ ସନ। ସେହି କ୍ଷଣି ବିଶ୍ୱକର୍ମା ଭିଆଇଲା ପାତ୍ର। ରୂପା ସୁବର୍ଣ୍ଣ ଏମନ୍ତେ କରି ଦୁଇ ମତ। କୁଶ ପାଣିଙ୍କ ନିକଟେ ଦେଲା କଷେ ନେଇ। ଦେବାସୁରଙ୍କୁ ଶ୍ରୀହରି ବୋଇଲେ ସେ ଚାହିଁ। ବସ ଆହେ ଦେବାସୁରେ ଉଭା କିମ୍ପା ହୁଅ। ଅମୃତକୁ ପରଶିବା ଯଥାସ୍ଥାନେ ରୁହ। କୃଷ୍ଣ ବଚନେ ବସିଲେ ଯାଇ ଦେବାସୁରେ। ମିଶାମିଶି ହୋଇ କରି ଏକଇ ପଙ୍କ୍ତିରେ। ଶ୍ରୀକୃଷ୍ଣ ହସିଲେ ତାଙ୍କ ବସିବାର ଚାହିଁ। ଏମନ୍ତ ହେଲେ ପରଶି ପାରିବି ମୁଁ କାହିଁ। ଅସୁରେ ବୋଇଲେ ଶୁଣି କାହିଁକି ନହିବ। ଏବେ ଅମୃତ ପରଶି ଯାଅ ବାସୁଦେବ। ଏମନ୍ତ ନୁହଁଇ ଆଜ୍ଞା କଲେ ଋଷିକେଶ। ଭିନ୍ନ ଭିନ୍ନ ହୋଇ କରି ପଙ୍କ୍ତି ଧରି ବସ। ଦେବଙ୍କୁ ବୋଇଲେ ତୁମ୍ଭେ ଭିନ୍ନ ହୋଇ ବସ। ତୁମ୍ଭେ ଅନ୍ୟ ସ୍ଥାନେ ଯାଇ ବସ ହେ ରାକ୍ଷସ। ନାରାୟଣଙ୍କ ବଚନେ ସନ୍ତୋଷ ହୋଇଲେ। ଭିନ୍ନ ଭିନ୍ନ ପଙ୍କ୍ତି ହୋଇ ଗୋଷ୍ଠୀରେ ବସିଲେ। ବ୍ରହ୍ମା ଶ୍ରୀ ଶଙ୍କର ଆଉ ଦେବ ପୁରନ୍ଦର। ସମନ ଅଳକାପତି ଶଶୀ ଦିବାକର। ଅଗ୍ନି ପବନ କନ୍ଦର୍ପ ପୁଣି ବିଶ୍ୱକର୍ମା। ନୈଋତ ବଜ୍ର ମହାଳ ଏ ଦୁଇ ମହାତ୍ମା। ଚାରି ମେଘର ସହିତେ ଶପଥ ବରୁଣ। ଦକ୍ଷ ପ୍ରଜାପତି ଆଉ କାଶ୍ୟପ ପ୍ରଧାନ। ଯକ୍ଷ ବିଦ୍ୟାଧର ଆଦି ବସିଲେ ସମସ୍ତେ। 33 କୋଟି ଦେବତା ଯହିଁ ଥିଲେ ଯେତେ। ପୂର୍ବକୁ ମୁଖ କରିଣ ବସିଲେ ଦେବତା। ପଶ୍ଚିମକୁ ମୁଖ କରି ରହିଲେ ଦଇତା। ନାଗଲୋକ ମୁଖ କଲେ ଉତ୍ତର ଦିଗକୁ। ସୁବର୍ଣ୍ଣର ପାତ୍ରମାନ ଦେଲେ ସମସ୍ତଙ୍କୁ। ନାରାୟଣ ପାତ୍ର ସବୁ ଦେବତାଙ୍କୁ ଦେଲେ। ରଜତର ପାତ୍ର ସବୁ ଅସୁର ପାଇଲେ। ସବୁଙ୍କୁ ଚାହିଁ ବୋଲନ୍ତି ପ୍ରଭୁ ଭଗବାନ। ପଙ୍କ୍ତି ପଙ୍କ୍ତି ବସିବାରୁ ହୋଇଲା ସମାନ। ରଜତ ପାତ୍ର ଦାନବେ ଦେଖିଲେ କତହୁଁ। ମୁହାଁ ଚାହାଁ ଚାହିଁ ସର୍ବେ ହୋଇଲେ ଯେ ଯହୁଁ। ମୌନ ହୋଇ ରହିଲେ ନ ବୋଇଲେ କିଛି। ଚନ୍ଦ୍ର ସୂର୍ଯ୍ୟ ମଧ୍ୟରେ ରାହୁ ଗୁପତେ ବସିଛି। ଏକ ଅସୁର ଆନକୁ ବୋଲେ ତୁନି କରି। ରଜତ ପାତ୍ର ଆମ୍ଭଙ୍କୁ କିମ୍ପା ଦେଲେ ହରି। ତାହାର ବଚନ ଶୁଣି ବୋଲେ ସେ ଅସୁର। ସୁଧା ଭୁଞ୍ଜିବା ପାତ୍ରର କି କରୁ ବିଚାର। ବଳି ବୋଲେ ଏତେବେଳେ ଏହି ପାତ୍ର ଥାଉ। ମନ ଛନ ଛନ କରେ ବସି କରି ରାହୁ। ନାରାୟଣ ଦେବତାଙ୍କ ମନ ଛନ ଛନ। ଜାଣି ନ ପାରନ୍ତି ଦୈତ୍ୟ ତାଙ୍କ ମାୟା ମାନ। ନାରାୟଣ ବିଚାରନ୍ତି ଯୁବତୀ ହୋଇବା। ରୂପେ ଦୈତ୍ୟ ଭୁଲି ଯିବେ ଅମୃତ ବାଢ଼ିବା। ଏହା ବିଚାରି ଯୁବତୀ ହୋଇଲେ ଶ୍ରୀପତି। ତାଙ୍କୁ ଦେଖି ଦେବାସୁରେ ସମସ୍ତେ ହସନ୍ତି। ନାନା ରତନେ ଭୂଷଣ ହେଲେ ଚକ୍ରପାଣି। ବେନି ଭୁଜରେ କଙ୍କଣ ନାସାରେ ବସଣି। ନୀଳମେଳ ପରା ଏକ ଦିଶେ ଦେହ ବର୍ଣ୍ଣ।
ବିଜୁଳି ପ୍ରାୟ ଝଟକ ଅଙ୍ଗରତ୍ନ ଗଣ। ନାରାୟଣଙ୍କ ରୂପକୁ ଚାହାନ୍ତି ଅସୁରେ, ବିଚାରନ୍ତି ଏ ଯୁବତୀ ଅଛି କି ସଂସାରେ। ଏଇ ରୂପକୁ ବିଚାର କରନ୍ତି ଅସୁର, ହସ ହସ ବିମ୍ବାଧର ମୋହେ ତିନି ପୁର। ତକ୍ଷଣେ ସୁଧାଣିଲେ ପ୍ରଭୁ ଚକ୍ରଧର, ସୁରା କୁମ୍ଭ ସହିତରେ ରଖିଲେ ପାଶର। କୋଟି ଏକ ରୂପ ପ୍ରଭୁ ହୋଇଲେ ତକ୍ଷଣୀ, ବିଷ୍ଣୁଙ୍କର ମାୟା କେହି ନ ପାରିଲେ ଜାଣି। ସମସ୍ତ ଲୋକଙ୍କୁ ପ୍ରଭୁ ଏକ ଦିଶୁଛନ୍ତି, ବ୍ରହ୍ମା ରୁଦ୍ର ବେନି ଗଣ ସମସ୍ତ ଜାଣନ୍ତି। ଭଣ୍ଡାରୁ ନେଇ ସୁବର୍ଣ୍ଣ ପାତ୍ରେ ଓଜାଡ଼ିଲେ, ଦେବତା ପଙ୍କ୍ତି କି ଯାଇ ଆଗ ପରସିଲେ। ଚାଲିବାର ଛଟକ ଯେ ବିଜୁଳିର ଗତି, ଚକ୍ଷୁ ମଟକେ ଦେଖିଲେ ସୁଧା ଭାଣ୍ଡ ପ୍ରତି। ନାଗଲୋକଙ୍କୁ ଅମୃତ ପରସିଲେ ନେଇ, ଅସୁରଙ୍କ ସନ୍ନିଧିକୁ ସୁରା ଘେନି ଯାଇ। ସୁରା ପରସି ଦେଇ ନ ଗଲେ ଯେ ତାହାଙ୍କୁ, ଅସୁର ପୁଚ୍ଛା କରନ୍ତି ଶ୍ରୀ ନାରାୟଣଙ୍କୁ। ସୁଧା ନ ଦେଲେ ଆମ୍ଭଙ୍କୁ କିହେ ଚକ୍ରଧର, ପ୍ରଭୁ ବୋଲନ୍ତି ପଛକୁ ଅଛି ସୁଧାଧାର। ପ୍ରଥମରୁ ସମସ୍ତଙ୍କୁ ସୁରା ମୁଁ ଦେଲଇଁ, ଏବେ ଦ୍ୱିତୀୟ ଅମୃତ ପରସିବି ନେଇ। ଏମନ୍ତ କହି ଅମୃତ ଭାଣ୍ଡ ଠାରେ ହେଲେ, ଦେବନାଥ ଆଦି କରି ସୁଧା ଭକ୍ଷି ଦେଲେ। ଅସୁରେ ସୁରାକୁ ଖାଇ ବସିଛନ୍ତି ଚାହିଁ, ଅମୃତ ଭାଣ୍ଡ ଶ୍ରୀହରି ହସ୍ତେ ନେଲେ ଯାଇ। ବେନି ହସ୍ତକୁ ଟେକିଣ ତୁଣ୍ଡ ବିସ୍ତାରିଲେ, ଅମୃତ ଯେତେକ ଥିଲା ସବୁ ପିଇଦେଲେ। ଅମୃତ କୁମ୍ଭକୁ ପୁଣି ଥୋଇଲେ ଧରଣୀ, ସମସ୍ତ ରୂପ ଯାକକୁ ସଂହାରିଲେ ଆଣି। ଶ୍ରୀହରିଙ୍କୁ ଡାକନ୍ତି ଯେ ସର୍ବଦୈତ୍ୟ ଗଣ, ଅମୃତ ଘେନିଣ ଆସି ଦେବ ନାରାୟଣ। ଶ୍ରୀ ନାରାୟଣ ବୋଲନ୍ତି ରୁହ ଗଲି ଗଲି, ଚନ୍ଦ୍ର ସୂର୍ଯ୍ୟ ଶ୍ରୀକୃଷ୍ଣଙ୍କୁ ଚାହିଁ ପୁଣି ବୋଲି। ଆମ୍ଭ ପାଖରେ ବସିଲା ରାହୁ ଯେ ଅସୁର, ତାହାକୁ ଅମୃତ ଦେଲେ ଆହେ ଚକ୍ରଧର। ଅସୁରର ମାୟା ସ୍ୱାମୀ ନ ପାରିଲେ ଜାଣି, ରାହୁ ଅମୃତ ଭକ୍ଷଣ କଲା ଚକ୍ର ପାଣି। ଶ୍ରୀହରି ବୋଇଲେ ତୁମ୍ଭେ ଆଗୁ ନ କହିଲ, ଏତେବେଳ ଯାଏ କିମ୍ପା ତୁନି ହୋଇଥିଲ। ତୁମ୍ଭ ପାଖେ ବସି ଅଛି ନ ଜାଣିଲ ତୁମ୍ଭେ, ପରସିବା ଲୋକ କାହୁଁ ଜାଣି ବୁଟି ଆମ୍ଭେ। ଚନ୍ଦ୍ର ସୂର୍ଯ୍ୟ ବୋଇଲେ ଯେ ଲୟତନ କଲୁ, ଦେବତା ପ୍ରାୟ ଏକ ଚିତ୍ତ ଭ୍ରମରେ ବୁଝିଲୁ। ହରି ବୋଇଲେ ଖାଇଲା ଏବେ ହେବ କିସ, ଏହା କହିଣ ଚାହିଁଲେ କରିଣ ଆକ୍ରୋଶ। ବ୍ରହ୍ମା ବୋଇଲେ ତାହାକୁ ଛାଡ଼ ବାସୁଦେବ, ନିୟତ ହୋଇ ଖାଇଲା ଯେବେ ବାଧା ନବ। ଗୋଳ କରିଲେ ଅନର୍ଥ ହେବ ଭାବଗ୍ରାହୀ, ହରି ବୋଇଲେ ଅଛି ମୁଁ ଭାଳୁ କାହିଁ ପାଇଁ। ଓଷ୍ଠ ଚାପିଣ ବୋଲନ୍ତି ତାକୁ ଭଗବାନ, ଅମୃତ କିମ୍ପା ଖାଇଲୁ ଆରେ ଜନ୍ମହୀନ। ଆରେ ପାମର ତୁ ମାୟା ତନୁ ଧରି ଆସି, ଦେବତାଙ୍କ ମଧ୍ୟ ସୁଧା ଖାଇଲୁ ତୁ ବସି। ଏଡ଼େ କଭର ସାତୁତ କଲୁରେ ପାମର, ଗୋଷ୍ଠୀ ତେଜି ବସିଲୁ ତୁ ଦେବଙ୍କ ସଙ୍ଗର। କୃଷ୍ଣ ବଚନେ ଡରଇ ସେ ରାହୁ ଅସୁର,
ଶରୀର ଥରଇ ଯେହ୍ନେ ବରଡ଼ା ପତର, ଚକ୍ରକୁ ପେଶିଲେ ପ୍ରଭୁ ଅତୀବ କୋପରେ, ସେ ଚକ୍ର ଯାଇ ପଡ଼ିଲା ରାହୁର କଣ୍ଠରେ। ମୁଣ୍ଡ ଛିଡ଼ିଣ ତାହାର ଭୂମିରେ ପଡ଼ଇ, ଶିରେ ମୁକୁଟ କୁଣ୍ଡଳ ତାର ବିରାଜଇ। ସୁଧା ଖାଇଥିବାରୁ ତା ପ୍ରାଣ ନୁହେଁ ନାଶ, ବେନି ଗୋଟି ହୋଇଣ ଯେ ରହିଲା ରାକ୍ଷସ। ଗଣ୍ଡି ମୁଣ୍ଡ ଯେ ତାହାର ହେଲା ଭିନ୍ନ ଭିନ୍ନ, ସୁଧା ସକାଶୁ ତାହାର ନଗଲା ଜୀବନ। ଉଭା ହୋଇଣ ଶ୍ରୀହରି ତାହାକୁ ଦେଖନ୍ତି, ଆଶ୍ଚର୍ଯ୍ୟ ହୋଇଣ ସର୍ବେ ତାହାକୁ ଚାହାନ୍ତି। ଏକ କୁଆରେ କତହିଁ ବୁଝାନ୍ତି ସମ୍ବାଦ, ଅମୃତ ସେ ଖାଇବାରୁ ଶିର ହେଲା ଛେଦ। ଏହି ପ୍ରକାରେ ସର୍ବେ ହେଲେ କୁହାକୁହି, ସଭାରେ ଶିର ଛେଦନ ହେବା ନ ଯୋଗାଇ। ନିଃଶତ ହୋଇ ଅମୃତ ଖାଇଲା ସେ ଯେବେ, ବାସୁଦେବ ଶିର ଛେଦ କିମ୍ବା ଗଲ ତେବେ। ଏ ରୂପେ ବିଚାର ତହିଁ କରନ୍ତି ସମସ୍ତେ, ରାଗରେ କମ୍ପୁଅଛନ୍ତି ସମସ୍ତ ଦଇତେ। ଏଥୁ ଅନ୍ତେ ଯାହା ହେଲା ଶୁଣ ହେ ରାଜନ, ଶ୍ରୀନାରାୟଣ ଅଛନ୍ତି ରାହୁ ସନ୍ନିଧାନ। ପଦ୍ମାସନରେ ବସିଛି ରାହୁ ପିଣ୍ଡ ଖଣ୍ଡ, ତାହାର ବାମ ପାରୁଷେ ଅଛି ଛେଦ ମୁଣ୍ଡ। ରୁଧିର ପ୍ରବଳ ବେଗେ ଯାଉଅଛି ବହି, ଚନ୍ଦ୍ର ସୂର୍ଯ୍ୟଙ୍କ ଦେହରେ ସିଞ୍ଚା ପଡ଼େ ଯାଇ। ଫରହର ହୋଇ ନିଶ ଲାଗିଅଛି କନେ, ରଙ୍ଗବର୍ଣ୍ଣ ଦିଶୁଅଛି ରକ୍ତ ବିଲେପନେ। ଶ୍ରୀହରିଙ୍କୁ ରାହୁ ମୁଣ୍ଡ ବୋଲୁଅଛି ଚାହିଁ, ଅକାରଣେ ଶିର କିମ୍ପା ଛେଦିଲୁ ଗୋସାଇଁ। ଅମୃତ ପରସି ଦେଇ ଗଲୁ ତ ଆପଣ, ଯାରେ ସଞ୍ଚିଲୁ ମାଇଲୁ ପୁଣି ନାରାୟଣ। ତୁ ତ ଦୟା ସିନ୍ଧୁ ପ୍ରଭୁ ସବୁ କଥା ଜାଣୁ, ଭୂତ ଭବିଷ୍ୟତ କଥା ସର୍ବ ପରିମାଣୁ। ତୁହି ଉତ୍ପତ୍ତି ପ୍ରଳୟ କରୁ ପଦ୍ମନେତ୍ର, ସମସ୍ତ ଲୋକ ହିଁ ତୁହି, ତୁ ସିନା ଜଗତ। ଏଡ଼େ ବଡ଼ ପ୍ରଭୁ କିମ୍ପା ଅଧର୍ମକୁ କଲୁ, ଆହାର ଦେଇଣ ମୋର ଶିରକୁ ଛେଦିଲୁ। ମୁଖକୁ ଚାହିଁ ପରସି ଦେଲୁ ସିନା ତୁହି, ତେବେ ଚିହ୍ନି ନ ପାରିଲୁ ତୁହି ଭାବଗ୍ରାହୀ। ତୁ ସିନା ପରମେଶ୍ୱର ନ ଲାଗିବ ତୋତେ, ନ ଜାଣୁ କି ପାପ ପୁଣ୍ୟ ଏଥେ ଅଛି ଯେତେ। ଭୁଞ୍ଜିବା ସ୍ଥାନରେ କଲେ ଏସନ ଚରିତ, ମେଦିନେ ଥିବା ଯାଏ ଯେ ହୁଏ ନର୍କ ଗତ। ତୁ ପାପ ପୁଣ୍ୟ କରିଛୁ ସିନା ଭଗବାନ, ତୁହି ଲଙ୍ଘନ କରିଲେ ପାଳିବ କିଆନ। ଯହୁଁ ସେହି ରାହୁ ଦୈତ୍ୟ ବୋଲେ ବଚନ, ଯାହାକୁ ପ୍ରସନ୍ନ ହେଲେ ପ୍ରଭୁ ଭଗବାନ। ଶ୍ରୀନାରାୟଣ ବୋଲନ୍ତି ମାଗ ଯାର ବର, ଯେମନ୍ତ ଇଚ୍ଛା ତୋହର ଦେବଇନି କର। ରାହୁ ବୋଲେ ସତ୍ୟ ଟିକି ଅଟେ ବଚନ, ଯାହା ମୁଁ ମାଗିବି ସ୍ୱାମୀ ତା ଦେବ ବହନ।
ଶ୍ରୀକୃଷ୍ଣ ବୋଇଲେ ସତ୍ୟ ସତ୍ୟ ଏହି କଥା, ଯାହା ମାଗିବୁ ଦେବି ମୁଁ ନ କରି ଅନ୍ୟଥା। ରାହୁ ଦୈତ୍ୟ ବୋଲେ ଯେବେ ଶୁଣ ନାରାୟଣ, ଚନ୍ଦ୍ର ସୂର୍ଯ୍ୟ ବେନି ସିନା ମୋର ଶତ୍ରୁ ଜାଣ। ଏବେ ନିଜ ଦ୍ୟପି ତୋତେ ନ ଦିଅନ୍ତେ କହି, ତୁମ୍ଭେ ଅବାସିର ଛେଦ କରନ୍ତ କିମ୍ପାଇଁ। ଏହାଙ୍କର ହେତୁ ସିନା ମୁଁ ହିଁ ଗଲି ନାଶ, ଦିଅ ମୋତେ ବର ୟାଙ୍କୁ କରିବି ମୁଁ ଗ୍ରାସ। ତହୁଁ ସେ ରାହୁ ମାଗିଲା ଏ ସନକ ବର, ଶୁଣି ଚନ୍ଦ୍ର ସୂର୍ଯ୍ୟଙ୍କର କମ୍ପିଲା ଶରୀର। ରାହୁ ବଚନେ ବୋଲନ୍ତି ପ୍ରଭୁ ଭଗବାନ, ଏବେନି ମାରିଲେ ନାଶ ଜୀବ ଯେ ଭୁବନ। ଶ୍ରୀହରି ବୋଇଲେ ତୁହି ରାହୁ କେତୁ ଦୁଇ ଗୋଟି ଗ୍ରହ ହୋଇ ଦେବ ସଙ୍ଗେ ଥାଅ। ଯେତେ କାଳ ଯାଏ ଥିବେ ଚନ୍ଦ୍ର ସୂର୍ଯ୍ୟ ବେନି, ତୁମ୍ଭେ ଯେତେ କାଳ ଥିବ ଏହି ଦେହ ଘେନି। ପୂର୍ଣ୍ଣମୀ ଯାଇଣ ପ୍ରତି ପଦ ଆସୁଥିବ, ଚନ୍ଦ୍ରେ ଭକ୍ଷିବୁ ବୋଇଲେ ତାକୁ ବାସୁଦେବ। ଦ୍ୱିଜା ନାମରେ ନକ୍ଷତ୍ର ବିଷ କୁମ୍ଭ ଯୋଗ, ଅମାସ୍ୟା ପୂର୍ଣ୍ଣିମା ଯାଇ ପ୍ରତିପଦ ଭୋଗ। ଏ ଯୋଗେ ଅମାସ୍ୟା ଯାଇ ପ୍ରତିପଦ ଥିଲେ, ସୂର୍ଯ୍ୟଦେବଙ୍କୁ ଗ୍ରାସ କରିବୁ ତୁହି ଭଲେ। ଆବର ନକ୍ଷତ୍ର ଯୋଗ ଆଦି କି କହିଲେ, ଗ୍ରାସ ତୁ କରିବୁ ଯାଇ ଏମନ୍ତ ବୋଇଲେ। ତୁଣ୍ଡେ ଭରିଣ କେବଳ ଆସ୍ୱାଦ ପାଇବୁ, କେତେକ ବେଳ ଉତ୍ତାରୁ ଉଦ୍ଗାର କରିବୁ। ନ ଉଦ୍ଗାରି ଗର୍ଭ ମଧ୍ୟେ ରଖିଲେ ତୋହର, ମୂର୍ଧନା ଫାଟିତ ଜୀବ ହୋଇବ ବାହାର। ଆଜିକାର ଦୋଷ ପାଇଁ ପାଉଥିବୁ ଦଣ୍ଡ, ଭୁଞ୍ଜି ହୋଇଥିବ ତୋର ତୁଣ୍ଡେ ହାପିଣ୍ଡ। ନିଜ କଲା କର୍ମ ଦୋଷ ଭୁଞ୍ଜିବ ଯେ ସେହୁ, ନାରାୟଣଙ୍କ ବଚନେ ତୁଷ୍ଟ ହେଲା ରାହୁ। ଏବେ ନିଙ୍କୁ ଦେଉଥିବା କାଳରେ ଦୁର୍ଗତି, ତେବେ କେହି ଦାନ କଲେ ହେବ ସେ ମୁକତି। ତୁ ଭୁଞ୍ଜିବା କାଳେ ଯିବ ହତ୍ୟା କଲେ କେହି, ଏ ପାପ ଭାଗରୁ ଜାଣ ଆଉ ପାପ ନାହିଁ। କହିଦେବା ଲୋକ ସିନା ପାପରେ କାରେଣୀ, ଏ ଦୋଷରୁ ମୁକ୍ତି ଦାନ କରିଲେ ଧରଣୀ। ସୁନା ଧେନୁ ଅନ୍ନ ବସ୍ତ୍ର ପୁଣି ରତ୍ନମାନ, ନର ଲୋକ ଦେବେ ତାହା ଘେନିବେ ବ୍ରାହ୍ମଣ। ବେଦ ବାକ୍ୟ ଅନୁକ୍ରମେ ସ୍ନାନ ଶୁଚି ମନ୍ତେ, ତୁମ୍ଭ ତିନିଙ୍କି ସ୍ମରଣ କରିବେ ସେ ଚିତ୍ତେ। ସକଳ ପାପରୁ ସେହୁ ମୁକ୍ତ ହୋଇବେ, ମୋ ନାମକୁ ଜପି କୋଟି ଯଜ୍ଞକୁ ପାଇବେ। ମୋର ପ୍ରୀତି ଅର୍ଥେ ତେବେ ଯେଉଁ ଦାନ ଦେବ, ସଂସାରରୁ ତରି ମୋର ଅଙ୍ଗେଲି ନ ହେବ। କୋଟି ଶାଳ ଗ୍ରାମ କୋଟି କନ୍ୟା ତେଲେ ଦାନ, ମୋହର ନାମକୁ କେହି ନହିବେ ସମାନ। ଯେବେ ପ୍ରାଣୀଙ୍କ ଅଙ୍ଗରେ ପୀଡ଼ା ଦେଉଥିବୁ, ବିପ୍ର ତୁମ୍ଭଙ୍କୁ ପୂଜିଲେ ଶାନ୍ତିକୁ ଲଭିବୁ। ଅଗ୍ନିରେ ଆହୁତି ତୁହି
ପାଓ ବେଦ ବାକ୍ୟ ଆଜ୍ଞା ଦେଲି ଆନ କିଏ କରିବ ତ୍ରୈଲୋକ୍ୟ। ଚନ୍ଦ୍ର ସୂର୍ଯ୍ୟଙ୍କୁ ଯେ କାଳେ ମୁଖେ ଧରିଥିବୁ ନରଲୋକ ଦାନ ଧ୍ୟାନେ ବେଗେ ଛାଡ଼ି ଯିବୁ। ଏବେ ଯେ ତୁମ୍ଭଙ୍କୁ ମୁହିଁ କଲଇଁ କାରଣ ବେଦ ବାକ୍ୟ ନାମ ଥିବ ସବୁ କାଳେ ଜାଣ। ଆଜ ଠାରୁ ଦାନ ଧ୍ୟାନ ଲୋକରେ କରିବେ ନ କଲେ ସେମାନେ ନିଶ୍ଚୟ ନର୍କ ଗତି ହେବେ। ନହେଲେ ମୋହର ନାମ ଜପିବ ସେ କାଳେ ନିଶ୍ଚୟ ତରି ଯିବ ସେହୁ ମୋହର ମଣ୍ଡଳେ। ଚନ୍ଦ୍ର ସୂର୍ଯ୍ୟ ବୋଇଲେ ଯେ ମୁଖରେ କହିଲୁ ହେ ବାସୁଦେବ ଦୁଃସହ ସଙ୍କଟେ ପଡ଼ିଲୁ। ହରି ବୋଲନ୍ତି କାହିଁ ବା ଅଟେ ଦୋଷ ଗୁଣ ଲାଗିଲା କିଏ କରିବ ତାହା ଅପ୍ରମାଣ। ଚନ୍ଦ୍ର ସୂର୍ଯ୍ୟ ଶୁଣି କରି ହୋଇଲେ ମୌନ ନ କହିଲେ କଥା ତିଳେ ପୋତିଲେ ବଦନ। ପୁଣି ରାହୁ ବୋଇଲେ ଯେ କୃଷ୍ଣ ମୁଖ ଚାହିଁ ଗତା ଗତ ହେବି କାହୁଁ ପାଦ ପାଣି ନାହିଁ। ଏଥିକି କୃପା ମତେ ଯେ କର ଚକ୍ର ପାଣି। ପ୍ରସନ୍ନ ହୋଇଲେ ପ୍ରଭୁ ରାହୁ ବାକ୍ୟ ଶୁଣି ବାହାର ହେଉ ତ କର୍ଣ୍ଣ ମୂଳ ବେନି ଭୁଜ। ତକ୍ଷଣେ ବାହାର ହସ୍ତ କୃଷ୍ଣ ବର୍ଣ୍ଣ ତେଜ। କଣ୍ଠ ତଟରୁ ବାହାର ଉଦରେ କପୁଣ ସ୍ଥୂଳ ଗର୍ଭ ହେଲା କୃଷ୍ଣ ବଚନ ପ୍ରମାଣ। ହରି ବୋଇଲେ ନହିବ ପାଦ କଦାଚିତେ ମୋହର କିରତି ଥାଉ ଏ ତିନି ଜଗତେ। ଦୁଇ ଗୋଟି ଭୁଜ ହେଲା ପାଦ ତାର ନାହିଁ ଶୂନ୍ୟରେ ଯିବୁ ବୋଇଲେ ତାକୁ ଭାବଗ୍ରାହୀ। ଶୁଣିଣ ସନ୍ତୋଷ ଚିତ୍ତ ହେଲା ରାହୁବୀର କେତୁକୁ ଚାହିଁ ବୋଲନ୍ତି ତହୁଁ ଚକ୍ରଧର। ଛେଦନ କଣ୍ଠ ତୋହର ଶିରି ତୁଣ୍ଡ ହେଉ ବେନି ଗୋଟି ନୟନ ଯେ ତହିଁ ପରେ ଥାଉ। ନାରାୟଣଙ୍କ ବଚନେ ହେଲା ସେହି ମତ ଅଳପେ ମସ୍ତକ ମୁଖ ନେତ୍ର ହେଲା ଜାତ। ସେହି କ୍ଷଣି ସେ କେତୁକୁ ଜଗତ ଦିଶିଲା ମୁଖ ମୁଣ୍ଡ ନୟନ ଯେ ଏକାଠି ହୋଇଲା। ଲୋକଙ୍କୁ ନ ଦିଶେ ତହିଁ ମୁଣ୍ଡ ଥିଲା ପ୍ରାୟ ସ୍ୱରୂପ ଗୋଟି ଦେଖିଲେ ଲାଗେ ବଡ଼ ଭୟ। କେତୁ ବୋଲେ ସ୍ୱାମୀ ମୁହିଁ ଯିବି କେଉଁ ପଥେ କୃଷ୍ଣ ବୋଇଲେ ଯାଅ ତୁ ଦେବତା ସଙ୍ଗତେ।